أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين. ବିଗତ ଖୁତବାରେ ହଜରତ ମୁହମ୍ମଦ ମୁସ୍ତଫା ସല്ലଲ୍ଲାହୁ ଆଲାଇହି वसल्लमଙ୍କ ଜୀବନୀ ଚର୍ଚ୍ଚା ଚାଲିଥିଲା। ସେହି କ୍ରମରେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लमଙ୍କର ଈଶ୍ୱର ପ୍ରେମ ସଂକ୍ରାନ୍ତରେ ମୁଁ ବର୍ଣ୍ଣନା କରିଥିଲି। ତାହାର ଅବଶିଷ୍ଟାଂଶ ଆଜି ଆଲୋଚନା କରିବି। ହୁଜୁର ସല്ലଲ୍ଲାହୁ ଆଲାଇହି वसल्लमଙ୍କ ଈଶ୍ୱର ପ୍ରେମର ଅସଂଖ୍ୟ ଘଟଣାବଳୀ ଇତିହାସ ପୃଷ୍ଠାରେ ଉଲ୍ଲେଖ ରହିଛି। କେତେକ କେବଳ ସେତିକି ନୁହେଁ, ବରଂ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लमଙ୍କର ପ୍ରତ୍ୟେକ କାର୍ଯ୍ୟ ଓ ପ୍ରତ୍ୟେକ ଘଟଣା ଏହି କଥାର ପ୍ରତ୍ୟକ୍ଷ ପ୍ରମାଣ ଓ ସାକ୍ଷ୍ୟ ଯେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लमଙ୍କ ମନରେ ପ୍ରତ୍ୟେକ ସମୟରେ ଈଶ୍ୱର ପ୍ରେମର ଏକ ସମୁଦ୍ର ତରଙ୍ଗାୟିତ ହେଉଥିଲା। ଏହାର ଏକ ଦୃଶ୍ୟ ଆମମାନଙ୍କୁ ଓହଦ୍ ଯୁଦ୍ଧରେ ମଧ୍ୟ ଦେଖିବାକୁ ମିଳିଥାଏ। ଏହି ଯୁଦ୍ଧରେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लमଙ୍କ ଈଶ୍ୱର ପ୍ରେମରେ ଥିବା ବ୍ୟାକୁଳତା ଓ ଉତ୍କଣ୍ଠାର ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଥାଏ। ଓହଦ୍ ଯୁଦ୍ଧ ଦିନ ଆମେମାନେ ଅନେକ ସ୍ୱରବାଦୀମାନଙ୍କ ସହିତ ଅର୍ଥାତ୍ ହଜରତ ବରା ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି, ଓହଦ୍ ଯୁଦ୍ଧ ଦିନ ଆମେମାନେ ଅନେକ ସ୍ୱରବାଦୀଙ୍କ ସହିତ ମୁହାଁମୁହିଁ ହେଲୁ। ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ତୀର ନିକ୍ଷେପକାରୀଙ୍କର ଏକ ଦଳ ଚୟନ କଲେ ଓ ହଜରତ ଅବଦୁଲ୍ଲା ରଜିୟଲ୍ଲାହୁଙ୍କୁ ତାଙ୍କର ଅମୀର ମୁତୟନ କଲେ, ନିଯୁକ୍ତ କଲେ। ପୁଣି ତାଙ୍କୁ ଉପଦେଶ ଦେଲେ, ଯଦି ତୁମେ ଦେଖ ଯେ ଆମେମାନେ ଶତ୍ରୁକୁ ପରାସ୍ତ କରିଦେଇଛୁ, ତଥାପି ନିଜ ସ୍ଥାନରୁ ବିଚ୍ୟୁତ ହେବ ନାହିଁ, ଅଲଗା ହେବ ନାହିଁ। ଆଉ ଯଦି ଦେଖ ଯେ ଶତ୍ରୁ ଆମ ଉପରେ ବିଜୟ ପ୍ରାପ୍ତ କରିନେଇଛି, ତେବେ ବି ଆମ ସହାୟତା କରିବାକୁ ଆସିବ ନାହିଁ, ଆମର ସାହାଯ୍ୟ କରିବାକୁ ଆସିବ ନାହିଁ। ଅର୍ଥାତ୍ ବିଜୟ ଓ ପରାଜୟ ଉଭୟ ପରିସ୍ଥିତିରେ ତୁମେମାନେ ନିଜ ସ୍ଥାନରେ ଅଟଳ ଓ ଅବିଚଳ ରହିବ। ବର୍ଣ୍ଣନାକାରୀ ବର୍ଣ୍ଣନା କରନ୍ତି, ଯେତେବେଳେ ଶତ୍ରୁ ଓ ଆମ ମଧ୍ୟରେ ମୁକାବିଲା ହେଲା, ସେତେବେଳେ ଶତ୍ରୁ ରଣକ୍ଷେତ୍ରରୁ ପଳାୟନ କଲା। ଏପରିକି ମୁଁ ଅନେକ ସ୍ୱରବାଦୀଙ୍କ ମହିଳାମାନଙ୍କୁ ଦେଖିଲି, ସେମାନେ ପର୍ବତ ଆଡ଼କୁ ପଳାୟନ କରୁଥିଲେ। ଏଥିରେ ମୁସଲମାନମାନେ କହିବା ଆରମ୍ଭ କରିଦେଲେ, ମାଲେ ଗନିମତ ଅର୍ଥାତ୍ ଯୁଦ୍ଧ ଅର୍ଜିତ ଧନ ଜମା କରିନିଅ। କିନ୍ତୁ ହଜରତ ଅବଦୁଲ୍ଲା ରଜିୟଲ୍ଲାହୁ ମୁସଲମାନମାନଙ୍କୁ ସେଥିରୁ ବିରତ ରହିବା ପାଇଁ କହୁଥିଲେ ଓ ଏହା କହୁଥିଲେ ଯେ ମହାଭାଗ ମୋତେ ତାଗିଦ କରିଛନ୍ତି ଯେ ତୁମେମାନେ ନିଜ ସ୍ଥାନରୁ ହଟିବ ନାହିଁ, ବିଚ୍ୟୁତ ହେବ ନାହିଁ। ପରନ୍ତୁ ଯେତେବେଳେ ମୁସଲମାନମାନେ ଦର୍ରା ଅର୍ଥାତ୍ ଗିରିପଥ ଛାଡ଼ି ମାଲେ ଗନିମତ ଆଡ଼କୁ ଚାଲିଲେ, ପଳାୟନ କଲେ, ଦୌଡ଼ିଲେ, ସେତେବେଳେ ଆଲ୍ଲାହ ତାଆଲା ମଧ୍ୟ ସେମାନଙ୍କ ଠାରୁ ବିମୁଖ ହୋଇଗଲେ। ଆଉ ଯୁଦ୍ଧର ପରିଣାମ ଓଲଟି ଗଲା। ଶତ୍ରୁ ପୁନର୍ବାର ଆକ୍ରମଣ କରିଦେଲା। ଫଳରେ 70 ଜଣ ମୁସଲମାନ ଶହୀଦ ହୋଇଗଲେ। ବର୍ଣ୍ଣନାକାରୀ କୁହନ୍ତି, ନବୀ କରୀମ ସല്ലଲ୍ଲାହୁ ଆଲାଇହି वसल्लम ନିଜ ସାଥୀମାନଙ୍କ ସମେତ ପର୍ବତ ଉପରକୁ ଚଢ଼ି ଶରଣ ନେଲେ। ତେବେ ଶତ୍ରୁ ପକ୍ଷର ସର୍ଦ୍ଦାର ଅବୁ ସୁଫିଆନ ଏକ ଉଚ୍ଚ ସ୍ଥାନରେ ପହଞ୍ଚି ଉଚ୍ଚ ସ୍ୱରରେ ପଚାରିଲା, କ'ଣ ତୁମମାନଙ୍କ ମଧ୍ୟରେ ମୁହମ୍ମଦ ସല്ലଲ୍ଲାହୁ ଆଲାଇହି वसल्लम ଅଛନ୍ତି? ଏଥିରେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ସାହାବାମାନଙ୍କୁ କହିଲେ, ତାହାର ଉତ୍ତର ଦିଅ ନାହିଁ। ପୁନଶ୍ଚ ସେହି ଦୁର୍ବୃତ୍ତ ପଚାରିଲା, କ'ଣ ତୁମମାନଙ୍କ ମଧ୍ୟରେ ଉମର ବିନ୍ ଖତ୍ତାବ ଅଛନ୍ତି? ଏଥିରେ ମଧ୍ୟ ଅପରପକ୍ଷରୁ କୌଣସି ଉତ୍ତର ମିଳିଲା ନାହିଁ।
ବସ୍ତୁତଃ ଅବୁ ସୁଫିଆନ କହିବାକୁ ଲାଗିଲା, ଏ ସମସ୍ତେ ନିହତ ହୋଇଯାଇଛନ୍ତି, କାରଣ ଯଦି ଜୀବିତ ଥାନ୍ତେ ତେବେ ନିଶ୍ଚିତ ଉତ୍ତର ଦେଇଥାନ୍ତେ। ସେତେବେଳେ ହଜରତ ଉମର ରଜିୟଲ୍ଲାହୁ ନିଜ ଉପରେ ଆଉ ଧୈର୍ଯ୍ୟ ରକ୍ଷା କରିପାରିଲେ ନାହିଁ ଓ ତାକୁ ସମ୍ବୋଧନ କରି କହିଲେ, ହେ ଅଲ୍ଲାହର ଶତ୍ରୁ, ତୁ ମିଛ କହିଛୁ। ଅଲ୍ଲାହ ତୁମ ମୁକାବିଲାରେ ତାଙ୍କୁ ଜୀବିତ ରଖିଛନ୍ତି ଯିଏକି ତୁମକୁ ଅପଦସ୍ଥ କରିବ, ଅପମାନିତ କରିବ, ଲଜ୍ଜିତ କରିବ। ତେବେ ଅବୁ ସୁଫିଆନ ସ୍ଲୋଗାନ ଦେଲା, ହୁବୁଲ ଠାକୁରଙ୍କର ଜୟ ହେଉ। ଯେତେବେଳେ ସେ ଏପରି କହିବାକୁ ଲାଗିଲା, ସେତେବେଳେ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲಂ ବ୍ୟତିବ୍ୟସ୍ତ ଓ ବିବ୍ରତ ହୋଇ ଉଠିଲେ ଓ କହିଲେ, ତୁମେମାନେ ଏହାର ଉତ୍ତର ଦିଅ। ଏଥିରେ ସାହାବାମାନେ ପଚାରିଲେ, ହେ ଆଲ୍ଲାହଙ୍କ ରସୂଲ, ଆମେ କି ଉତ୍ତର ଦେବୁ? ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲಂ କହିଲେ, ତୁମେମାନେ କୁହ, ଅଲ୍ଲାହ ହିଁ ଶ୍ରେଷ୍ଠ, ଗୌରବମୟ ଓ ମହାନ। ପୁଣି ଅବୁ ସୁଫିଆନ କହିଲା, ଆମମାନଙ୍କ ପାଇଁ ଆମର ଇଷ୍ଟ ଦେବତା ଉଜ୍ଜା ଅଛି, କିନ୍ତୁ ତୁମମାନଙ୍କର କୌଣସି ଉଜ୍ଜା ନାହିଁ। ଏଥିରେ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲಂ କହିଲେ, ତୁମେମାନେ ଏହାର ଉତ୍ତର ଦିଅ। ଏଥିରେ ସାହାବା ରଜିୟଲ୍ଲାହୁ କହିଲେ, ଆମେ କି ଉତ୍ତର ଦେବୁ? ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲಂ କହିଲେ, ତୁମେମାନେ କୁହ, ଅଲ୍ଲାହ ଆମର ସହାୟକ, କିନ୍ତୁ ତୁମର କେହି ସହାୟକ ନାହାନ୍ତି। ଅଲ୍ଲାହୁ ଆଲା ଓ ଅଜଲ୍ଲୁ, ଅଲ୍ଲାହୁ ଆଲା ଓ ଅଜଲ୍ଲୁ। ତେବେ ଯେଉଁଠି ଆଲ୍ଲାହ ତାଆଲାଙ୍କ ମର୍ଯ୍ୟାଦାର ପ୍ରଶ୍ନ ଉଠୁଥିଲା, ଯେଉଁଠି ତାହାଙ୍କ ପ୍ରେମର ପ୍ରଶ୍ନ ଉଠୁଥିଲା, ସେଠାରେ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲಂ ନିଜ ପ୍ରାଣ ପ୍ରତି ଭ୍ରୂକ୍ଷେପ କରୁନଥିଲେ। ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲಂ ତୁରନ୍ତ ସାହାବାମାନଙ୍କୁ ଆଦେଶ ଦେଉଥିଲେ ଯେ ଅବୁ ସୁଫିଆନଙ୍କୁ ଏହାର ଉତ୍ତର ଦିଅ। ପ୍ରଥମେ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲಂ ରହସ୍ୟ ଦୃଷ୍ଟିରୁ ଅର୍ଥାତ୍ କିଛି କାରଣବଶତଃ ତାହାକୁ ଉତ୍ତର ଦେବାକୁ ସାହାବାମାନଙ୍କୁ ବାରଣ କରିଥିଲେ, କିନ୍ତୁ ଯେତେବେଳେ ଆଲ୍ଲାହ ତାଆଲାଙ୍କ ଏକତ୍ୱ, ତାଙ୍କ ଗରିମା, ତାଙ୍କ ମର୍ଯ୍ୟାଦାର ପ୍ରଶ୍ନ ଉଠିଲା, ସେତେବେଳେ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲಂ ତୁରନ୍ତ ସାହାବାଙ୍କୁ ତାହାର ଉତ୍ତର ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏଥି ସଂକ୍ରାନ୍ତରେ ହଜରତ ମୁସଲିମ ମଉଦ୍ ରଜିୟଲ୍ଲାହୁ ଇତିହାସରୁ ଅତିରିକ୍ତ ଉଲ୍ଲେଖ କରିଛନ୍ତି। ହୁଜୁର ରଜିୟଲ୍ଲାହୁ କୁହନ୍ତି, ସେହି ସାହାବାମାନେ ଯେଉଁମାନେ ରସୂଲୁଲ୍ଲାହ ସല്ലଲ୍ଲାହୁ ଆଲୈହି ವಸಲ್ಲମଙ୍କ ଚତୁଃପାର୍ଶ୍ୱରେ ଥିଲେ ଓ ଅବିଶ୍ୱାସକାରୀମାନଙ୍କ ଭିଡ଼ ଯୋଗୁଁ ସେମାନେ ପଛଘୁଞ୍ଚା ଦେଇଥିଲେ, ପର୍ବତରେ ଶରଣ ନେଇଥିଲେ, ଆଉ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମଙ୍କୁ ଯେଉଁ ଆଘାତ ଲାଗିଥିଲା, ସେଥିରେ ଉବେଦା ବିନ୍ ଅଲ୍ ଜର୍ରା ରଜିୟଲ୍ଲାହୁ ନାମକ ଜଣେ ସାହାବୀ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମଙ୍କ ମୁଣ୍ଡରେ ଧସି ଯାଇଥିବା କଣ୍ଟାକୁ ନିଜ ଦାନ୍ତରେ କାମୁଡ଼ି କାଢ଼ିଥିଲେ। ଫଳତଃ ତାଙ୍କର 2ଟି ଦାନ୍ତ ମଧ୍ୟ ଭାଙ୍ଗି ଯାଇଥିଲା। କିଛି ସମୟ ପରେ ରସୂଲୁଲ୍ଲାହ ସല്ലଲ୍ଲାହୁ ଆଲୈହି ವಸಲ್ಲମଙ୍କର ଚେତା ଫେରିଥିଲା। ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମ ଆହତ ହେବା ଯୋଗୁଁ ଅଚେତ ହୋଇଯାଇଥିଲେ। ଶତ୍ରୁ ଏହି ଗୁଜବ ପ୍ରଚାରିତ କରିଦେଇଥିଲା ଯେ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମ ନାଉଜୁବିଲ୍ଲାହ ଶହୀଦ ହୋଇଯାଇଛନ୍ତି। ତେବେ ହୁଜୁର ସല്ലଲ୍ଲାହୁ ଆଲୈହି ವସଲ୍ଲମଙ୍କ ଚେତା ଫେରିବା ପରେ ସାହାବାମାନଙ୍କର ଚତୁଃପାର୍ଶ୍ୱରେ ଥିବା ଯୁଦ୍ଧଭୂମିରେ ଲୋକମାନଙ୍କୁ ହୁଜୁର ପଠାଇଥିଲେ ଓ କହିଲେ, ହେ ଲୋକମାନେ, ରସୂଲୁଲ୍ଲାହ ସല്ലଲ୍ଲାହୁ ଆଲୈହି ವಸଲ୍ଲମ ଜୀବିତ ଅଛନ୍ତି, ତେଣୁ ସମସ୍ତ ମୁସଲମାନମାନଙ୍କୁ ଏକାଠି କର, ଏଠାକୁ ଚାଲି ଆସିବାକୁ କୁହ। ମୁସଲମାନମାନଙ୍କର ପଳାୟନ କରିଥିବା ସୈନ୍ୟବାହିନୀମାନେ ଏକତ୍ରିତ ହୋଇଥିଲେ। ହୁଜୁର ସല്ലଲ୍ଲାହୁ ଆଲୈହି ವಸଲ୍ଲମ ସେମାନଙ୍କୁ ଧରି ପର୍ବତର ଗୁମ୍ଫା ଆଡ଼କୁ, ଶିଖର ଆଡ଼କୁ ଚାଲି ଯାଇଥିଲେ, ସେଠାରେ ଶରଣ ନେଇଥିଲେ। ତେବେ ସାହାବାମାନଙ୍କର ଏଭଳି ସାହସିକମୂଳକ ଓ ବୀରତ୍ୱମୂଳକ ଉତ୍ତରରେ ଅବିଶ୍ୱାସକାରୀମାନଙ୍କ ଉପରେ ଏକ ଗଭୀର ପ୍ରଭାବ ପଡ଼ିଥିଲା। ସେମାନଙ୍କର ସମସ୍ତ ଆଶା ଅଭିଳାଷା ଧୂଳିସାତ୍ ହୋଇଯାଇଥିଲା। ସେହି ମୁଠାଏ ଆହତ ଛିଡ଼ା ହୋଇଥିବା ମୁସଲମାନ ସୈନ୍ୟବାହିନୀମାନଙ୍କ ଉପରେ ସେମାନଙ୍କୁ ମାରିଦେବା, ନିପାତ କରିବା ସେମାନଙ୍କ ପକ୍ଷେ ସମ୍ଭବପର ଥିଲା, କିନ୍ତୁ ସେମାନେ ପୁନଃ ଆକ୍ରମଣ କରିବାର ଦୁଃସାହସ କରିପାରିଲେ ନାହିଁ। ସେମାନଙ୍କୁ ଯେତିକି ବିଜୟ ପ୍ରାପ୍ତ ହୋଇଥିଲା, ସେତିକିରେ ସେମାନେ ସନ୍ତୁଷ୍ଟ ହୋଇ ଆନନ୍ଦିତ ହୋଇ ମକ୍କା ଫେରି ଯାଇଥିଲେ, ବାହୁଡ଼ି ଯାଇଥିଲେ। ହୁଜୁର ସല്ലଲ୍ଲାହୁ ଆଲୈହି ವସଲ୍ଲମଙ୍କ ଈଶ୍ୱର ପ୍ରେମରେ କୌଣସି ସନ୍ଦେହ ସୃଷ୍ଟି ହେବାକୁ ଦେଉନଥିଲେ। ଏକ ବର୍ଣ୍ଣନାରେ ଉଲ୍ଲେଖ ରହିଛି, ହଜରତ ଇବ୍ନେ ଆବ୍ବାସ ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି ଯେ ଜଣେ ବ୍ୟକ୍ତି ନବୀ କରୀମ ସല്ലଲ୍ଲାହୁ ଆଲୈହି ವସଲ୍ଲମଙ୍କୁ କହିଲା, ହେ ଆଲ୍ଲାହଙ୍କ ବାର୍ତ୍ତାବହ,
ଆପଣ ଯାହା ଚାହିଁବେ ଓ ଆଲ୍ଲାହ ତାଲା ଯାହା ଚାହିଁବେ ତାହା ହିଁ ହେବ। ପ୍ରତି ଉତ୍ତରରେ ନବୀ କରୀମ ସല്ലଲ୍ଲାହୁ ଆଲାଇହି वसल्लम କହିଲେ, ହେ ବ୍ୟକ୍ତି, କ'ଣ ତୁମେ ମୋତେ ଆଲ୍ଲାହ ତାଲାଙ୍କ ସହିତ ସମକକ୍ଷ କରିଦେଇଛ? ନା, ଏପରି କୁହ ନାହିଁ, ବରଂ ଏହା କୁହ ଯେ ଯାହା ଈଶ୍ୱର ଚାହିଁବେ ତାହା ହିଁ ହେବ। ହଜରତ ମହମ୍ମଦ ମୁସ୍ତଫା ସല്ലଲ୍ଲାହୁ ଆଲାଇହି वसल्लमଙ୍କ ନିଜ ଈଶ୍ୱରଙ୍କ ପ୍ରତି ଯେଉଁ ପ୍ରେମ ଭାବ ରହିଥିଲା, ସେଥିରେ ଶିର୍କ ଅର୍ଥାତ୍ ଅନ୍ୟକୁ ଆଲ୍ଲାହ ତାଲାଙ୍କ ସମତୁଲ୍ୟର ନିମିତ୍ତ ମାତ୍ର ମଧ୍ୟ ପ୍ରଭାବ ନଥିଲା। ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ଏଥିପ୍ରତି ବିଶେଷ ଭାବରେ ଚିନ୍ତିତ ରହୁଥିଲେ ଯେ ଲୋକମାନେ କବର ଅର୍ଥାତ୍ ସମାଧିକୁ ଉପାସନାର ସ୍ଥାନ କରି ନ ଦିଅନ୍ତୁ। କିନ୍ତୁ ଦୁର୍ଭାଗ୍ୟବଶତଃ ଆଜି ଏହା ବିପରୀତ ହିଁ କାର୍ଯ୍ୟ କରାଯାଉଛି। ମୁସଲମାନମାନେ ପୀର ଫକୀରଙ୍କର କବରକୁ ଯାଇ ପୂଜା କରୁଛନ୍ତି ଆଉ ତାହା ସାମ୍ନାରେ ନତମସ୍ତକ ହେଉଛନ୍ତି। ହଜରତ ଆୟଶା ରାଦିୟଲ୍ଲାହୁ ଆନ୍ହା ବର୍ଣ୍ଣନା କରନ୍ତି, ନବୀ କରୀମ ସല്ലଲ୍ଲାହୁ ଆଲାଇହି वसल्लम ନିଜର ଶେଷ ବ୍ୟାଧି ଯେଉଁଥିରେ ପୀଡ଼ିତ ହୋଇ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ଦେହତ୍ୟାଗ କରିଥିଲେ, ଅର୍ଥାତ୍ ନିଜର ଶେଷ ସମୟରେ କହିଲେ, ୟହୁଦୀ ଓ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଉପରେ ଆଲ୍ଲାହ ତାଲାଙ୍କର ଅଭିଶାପ ପଡ଼ୁ, କାରଣ ସେମାନେ ନିଜ ଅବତାରମାନଙ୍କ କବରକୁ ସଜଦାର ସ୍ଥାନ କରିଦେଲେ। ହଜରତ ଆୟଶା ରାଦିୟଲ୍ଲାହୁ କୁହନ୍ତି, ଯଦି ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ଏକଥା କହିନଥାନ୍ତେ ତେବେ ମହାଭାଗଙ୍କ ସମାଧିକୁ ମଧ୍ୟ ଉନ୍ମୁକ୍ତ ରଖିଦିଆଯାଇଥାନ୍ତା। କିନ୍ତୁ ମୁଁ ଭୟ କରୁଅଛି ଯେ ଲୋକମାନେ ତାହାକୁ ମସଜିଦ୍ କରି ନ ନିଅନ୍ତୁ, ତେଣୁ ସେଠାରେ ଖାଲି ସ୍ଥାନ ରଖାଗଲା। ପୁଣି ଆଜିକାଲି ତ ସେଠାକାର ସରକାର ମଧ୍ୟ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लମଙ୍କ କବର ଆଖପାଖରେ ନିୟମିତ ରୂପେ ସୁରକ୍ଷାକର୍ମୀଙ୍କର ପ୍ରହରା ବ୍ୟବସ୍ଥା କରିଦେଇଛି। ସେଠାରେ ଲୋହର ବାଡ଼ ରହିଛି, କାନ୍ଥ ରହିଛି, କାରଣ କୌଣସି ପ୍ରକାର ଶିର୍କ ଯେପରି ସେଠାରେ ନ କରାଯିବ। ସେମାନେ ଅନ୍ତତଃ ଏହି କାର୍ଯ୍ୟ ବେଶ ଭଲ ଭାବରେ କରିଦେଇଛନ୍ତି ବା କରୁଛନ୍ତି, କାରଣ ଏହି ଶିର୍କକୁ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ଅତ୍ୟନ୍ତ ଘୃଣା କରୁଥିଲେ। ଈଶ୍ୱରଙ୍କ ଏକସ୍ୱରବାଦ ସମ୍ପର୍କରେ ଏକ ବର୍ଣ୍ଣନା ଏହିପରି ମିଳେ ଯେ ହଜରତ ଉବେୟ ବିନ୍ କାବ ରାଦିୟଲ୍ଲାହୁ ବର୍ଣ୍ଣନା କରନ୍ତି, ଅବିଶ୍ୱାସକାରୀମାନେ ରସୁଲୁଲ୍ଲାହ ସല്ലଲ୍ଲାହୁ ଆଲାଇହି वसल्लमଙ୍କୁ କହିଲେ, ହେ ମୁସଲମାନ, ହେ ମୁହମ୍ମଦ ସല്ലଲ୍ଲାହୁ ଆଲାଇହି वसल्लम, ଆପଣ ନିଜ ପାଳନକର୍ତ୍ତାଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆମମାନଙ୍କୁ ଅବଗତ କରାନ୍ତୁ। ପ୍ରତି ଉତ୍ତରରେ ଆଲ୍ଲାହ ତାଆଲା ପବିତ୍ର କୁରାନରେ ଏହି ଆୟତ ଅବତୀର୍ଣ୍ଣ କଲେ, କୁଲ୍ ହୁ ଅଲ୍ଲାହୁ ଆହାଦ ଅଲ୍ଲାହୁ ସମଦ, ଅର୍ଥାତ୍ ତୁମ୍ଭେ ପ୍ରତ୍ୟେକ ଯୁଗର ମୁସଲମାନମାନଙ୍କୁ ଆଦେଶ ଦେଉଅଛୁ ଯେ ତୁମ୍ଭେ ଅନ୍ୟ ଲୋକମାନଙ୍କୁ କୁହ ଯେ ସେ ହିଁ ଅଲ୍ଲାହ, ଯିଏକି ଏକ ଓ ଅଦ୍ୱିତୀୟ। ସେ ହିଁ ଅଲ୍ଲାହ ଯାହାଙ୍କ ଉପରେ ସମସ୍ତେ ନିର୍ଭରଶୀଳ ଓ ସେ କାହାରି ଉପରେ ନିର୍ଭରଶୀଳ ନୁହନ୍ତି। ସେ କାହାକୁ ପ୍ରସବ କରିନାହାନ୍ତି କି ତାହାଙ୍କୁ ପ୍ରସବ କରାଯାଇ ନାହିଁ, କାରଣ ଯେଉଁ ବସ୍ତୁ ଜନ୍ମ ଗ୍ରହଣ କରିଥାଏ ସେ ଅବଶ୍ୟ ମୃତ୍ୟୁବରଣ ମଧ୍ୟ କରିଥାଏ, ପୁଣି ତାହାର ଉତ୍ତରାଧିକାରୀ ମଧ୍ୟ ହୋଇଥାନ୍ତି। କିନ୍ତୁ ଆଲ୍ଲାହ ତାଆଲା ମୃତ୍ୟୁ ବରଣ କରିବାରୁ ପବିତ୍ର ଏବଂ ତାଙ୍କର କେହି ଉତ୍ତରାଧିକାରୀ ମଧ୍ୟ ନାହାନ୍ତି ଓ ନା ହିଁ ତାଙ୍କର କେହି ସମକକ୍ଷ ଅଛନ୍ତି। ବର୍ଣ୍ଣନାକାରୀ କୁହନ୍ତି, ତାହାଙ୍କର କେହି ବି ସମତୁଲ୍ୟ ନାହାନ୍ତି, ତାହାଙ୍କ ପରି କେହି ବି ନାହିଁ। ହୁଜୁର ସല്ലଲ୍ଲାହୁ ଆଲାଇହି वसल्लमଙ୍କ ଏପରି କୌଣସି ଅବସରକୁ ହାତଛଡ଼ା କରୁନଥିଲେ ଯହିଁରେ ଈଶ୍ୱରଙ୍କ ଏକସ୍ୱରବାଦର ଚର୍ଚ୍ଚା ହେଉନଥିଲା ଏବଂ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लमଙ୍କ ପ୍ରତ୍ୟେକ ଶବ୍ଦରୁ ଆଲ୍ଲାହ ତାଆଲାଙ୍କର ପ୍ରେମ ପରିପ୍ରକାଶିତ ହେଉଥିଲା। ପ୍ରତ୍ୟେକ ଅବସରରେ ଯେତେବେଳେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम କୌଣସି ଶବ୍ଦ ଉଚ୍ଚାରଣ କରୁଥିଲେ, ସେତେବେଳେ ପ୍ରତ୍ୟେକ ଶବ୍ଦରୁ ଏହା ପ୍ରକାଶିତ ହେଉଥିଲା ଯେ ଆଲ୍ଲାହ ତାଆଲାଙ୍କ ପ୍ରେମ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लमଙ୍କ ମନରେ ଠୁଳ ହୋଇ ରହିଛି। କେବଳ ସେତିକି ନୁହେଁ, ବରଂ ପ୍ରେମ ଦ୍ୱାରା ଆପଣ ସല്ലଲ୍ଲାହୁ ଆଲାଇହି वसल्लमଙ୍କ ହୃଦୟ ପରିପୂର୍ଣ୍ଣ। ଏତଦ୍ ଭିନ୍ନ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लमଙ୍କ ମନରେ ଆଉ କିଛି ବି ନଥିଲା। ତେବେ ଈଶ୍ୱରଙ୍କ ଏକତ୍ୱ ପରିପ୍ରେକ୍ଷୀରେ ବର୍ଣ୍ଣନା ମିଳୁଛି ହଜରତ ଉବେୟ ବିନ୍ କାବ ରାଦିୟଲ୍ଲାହୁଙ୍କ ଦ୍ୱାରା ବର୍ଣ୍ଣିତ ଯେ ଅନେକେଶ୍ୱରବାଦୀମାନେ ହଜରତ ମୁହମ୍ମଦ ମୁସ୍ତଫା ସല്ലଲ୍ଲାହୁ ଆଲାଇହି वसल्लमଙ୍କୁ କହିଲେ, ଆପଣ ନିଜ ଗୋତ୍ର ଆମମାନଙ୍କୁ କୁହନ୍ତୁ। ଏଥିରେ ପରାକ୍ରମୀ ଆଲ୍ଲାହ ତାଆଲା ଏହି ଆୟତ ଅବତୀର୍ଣ୍ଣ କଲେ, କୁଲ୍ ହୁ ଅଲ୍ଲାହୁ ଆହାଦ ଅଲ୍ଲାହୁ ସମଦ, ଅର୍ଥାତ୍ ଆଲ୍ଲାହ ଏକ ଓ ତାଙ୍କ ଉପରେ ସମସ୍ତେ ନିର୍ଭରଶୀଳ। ସେ କାହାକୁ ପ୍ରସବ କରିନାହାନ୍ତି
कि ତାହାଙ୍କୁ ପ୍ରସବ କରାଯାଇ ନାହିଁ। ଯେ କେହି ଜନ୍ମଗ୍ରହଣ କରିଥାଏ ତାହାର ଅନ୍ତ ସୁନିଶ୍ଚିତ, ଆଉ ଯେ ମୃତ୍ୟୁବରଣ କରିଥାଏ ତାହାର ଉତ୍ତରାଧିକାରୀ ମଧ୍ୟ ହୋଇଥାନ୍ତି। ସର୍ବଶକ୍ତିମାନ ଆଲ୍ଲାହ ତାଆଲାଙ୍କ ଅସ୍ତିତ୍ୱ ଏପରି ପବିତ୍ର ଯେ ନା ତାଙ୍କର ଅନ୍ତ ହେବ ନା ତାଙ୍କର କେହି ଉତ୍ତରାଧିକାରୀ ହୋଇପାରିବେ। ମହାମହିମ ହଜରତ ଜୈଦ ବିନ୍ ଖାଲିଦ ରଜିୟତାଲା ବର୍ଣ୍ଣନା କରନ୍ତି, ହୁଦୈବିୟା ସ୍ଥଳେ ରାତ୍ର ସମୟରେ ବର୍ଷା ହେବା ପରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଆମମାନଙ୍କୁ ଫଜର ଅର୍ଥାତ୍ ପ୍ରାତଃ କାଳର ନମାଜ ପାଠ କରାଇଲେ। ଯେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ନମାଜ ସମାପ୍ତ କଲେ ସେତେବେଳେ ଲୋକମାନଙ୍କୁ ସମ୍ବୋଧନ କରି କହିଲେ, ତୁମେମାନେ ଜାଣ ଯେ ତୁମମାନଙ୍କର ପାଳନକର୍ତ୍ତା କ'ଣ କହିଛନ୍ତି? ଲୋକମାନେ କହିଲେ, ଅଲ୍ଲାହ ଓ ତାହାଙ୍କ ରସୁଲ ଭଲ ଭାବରେ ଜାଣନ୍ତି। ତହୁଁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ଆଲ୍ଲାହ ତାଆଲା କହିଛନ୍ତି, ମୋ ଭକ୍ତମାନଙ୍କ ମଧ୍ୟରୁ କିଛି ଏପରି ରାତ୍ରି ଯାପନ କଲେ ଯେ ସେମାନେ ଆମ୍ଭ ଉପରେ ବିଶ୍ୱାସ ସ୍ଥାପନ କରିଥିଲେ ଓ ସେମାନଙ୍କ ମଧ୍ୟରୁ କିଛି ଆମ୍ଭର ଅସ୍ୱୀକାର କଲେ। ଅର୍ଥାତ୍ ସେହି ଲୋକମାନଙ୍କ ମଧ୍ୟରେ କେତେକ ଏପରି ଥିଲେ ଯେଉଁମାନେ ରାତିର ବର୍ଷାକୁ ଦେଖି କହିଲେ, ଆମ ଉପରେ ଆଲ୍ଲାହଙ୍କ କୃପା ଓ ଦୟା ଅବତୀର୍ଣ୍ଣ ହୋଇଛି। ଏପରି ସେମାନେ ଆମ୍ଭ ଉପରେ ବିଶ୍ୱାସ ସ୍ଥାପନ କରିଛନ୍ତି। ଆଉ ଯେଉଁମାନେ କହିଲେ ଯେ ନକ୍ଷତ୍ରମାନଙ୍କ ପ୍ରଭାବ ଯୋଗୁଁ ବର୍ଷା ହୋଇଛି, ତେବେ ସେମାନେ ଆମ୍ଭର ଅସ୍ୱୀକାର କରିଛନ୍ତି। ତେବେ ଅନେକ ଅବିଶ୍ୱାସକାରୀ ଲୋକମାନେ ଉପାସନାକାରୀ ମାନେ ଏପରି ଭାବରେ ଇସଲାମ ଧର୍ମରେ ସାମିଲ ହୋଇଥିଲେ ଯେପରି କେତେକ ଲୋକମାନେ ଏଭଳି ଉକ୍ତି କହିଦେଇଥାନ୍ତି ଯେ ନକ୍ଷତ୍ର ଗ୍ରହ ଆଦିର ପ୍ରଭାବରେ ଏହି ବର୍ଷା ହୋଇଛି। ତେବେ ସେହି ବ୍ୟକ୍ତିମାନେ ଆଲ୍ଲାହ ତାଆଲାଙ୍କର ପ୍ରତ୍ୟାଖ୍ୟାନ କରିଥାନ୍ତି ଏଭଳି ଉକ୍ତି ଦ୍ୱାରା। ତେବେ ଏଭଳି ସମସ୍ତ ପ୍ରକାର ଭାବନାରୁ ପରିପ୍ରକାଶରୁ ମୁକ୍ତ ହେବା ଓ ସ୍ୱଚ୍ଛ ହେବା ନିତ୍ୟାନ୍ତ ଜରୁରୀ ଓ ହୃଦୟର ଅତଳ ଗହରରେ ଈଶ୍ୱରଙ୍କ ପ୍ରତି ନିଷ୍ଠା ଓ ବିଶ୍ୱାସ ଦୃଢ଼ ଭାବରେ ପ୍ରତିଷ୍ଠା ହେବା ଉଚିତ। ହଜରତ ଜାବିର ରଜିୟତାଲା ବର୍ଣ୍ଣନା କରନ୍ତି, ନବୀ କରୀମ ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ନିକଟକୁ ଜଣେ ବ୍ୟକ୍ତି ଆସିଲା ଓ କହିଲା, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ସ୍ୱର୍ଗ ଓ ନର୍କକୁ ଅନିବାର୍ଯ୍ୟ କରୁଥିବା ଦୁଇଟି ବସ୍ତୁ ଅର୍ଥାତ୍ ପ୍ରସଙ୍ଗ କ'ଣ? ଏଥିରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ଯେଉଁ ବ୍ୟକ୍ତି ଏହି ଅବସ୍ଥାରେ ମୃତ୍ୟୁବରଣ କଲା ଯେ ଆଲ୍ଲାହ ତାଆଲାଙ୍କ ସହିତ ଅନ୍ୟ କାହାରିକୁ ସମକକ୍ଷ କରିନାହିଁ, ତେବେ ସେହି ବ୍ୟକ୍ତି ବୈକୁଣ୍ଠଗାମୀ ହୋଇଗଲା। ସେହିପରି ଯେଉଁ ବ୍ୟକ୍ତି ଏହି ଅବସ୍ଥାରେ ମୃତ୍ୟୁବରଣ କଲା ଯେ ଆଲ୍ଲାହ ତାଆଲାଙ୍କ ସହିତ ଅନ୍ୟକୁ ସମକକ୍ଷ କରୁଥିଲା, ତେବେ ସେ ନରକାଗ୍ନିରେ ପ୍ରବିଷ୍ଟ ହେବ। ଅତଏବ ଆଜି ମଧ୍ୟ ପ୍ରତ୍ୟେକ ପ୍ରଶ୍ନକାରୀମାନଙ୍କୁ ଏହି ଉତ୍ତର ଯଥେଷ୍ଟ ହେବା ଉଚିତ ଯେ ଶିର୍କ କ'ଣ? ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ମାଧ୍ୟମରେ ହଜରତ ମସିହ ମଉଦ ଆଲୈହିସ୍ସଲାତୁ କହିଛନ୍ତି, ସାଧନ ଉପରେ ଭରସା, ଆତ୍ମବିଶ୍ୱାସ, ନିଜର ସାମର୍ଥ୍ୟତା ଯୋଗ୍ୟତା ଉପରେ ବିଶ୍ୱାସ ଭରସା, ନିଜ ଧନ ସମ୍ପତ୍ତି ଉପରେ ଭରସା, ନିଜ ବଂଶ ପରମ୍ପରା ଓ ଆଭିଜାତ୍ୟ ଉପରେ ଭରସା କରିବା, ସମ୍ପ୍ରଦାୟ ଉପରେ ବିଶ୍ୱାସ କରିବା, ନିଜର ସନ୍ତାନ ସନ୍ତତିଙ୍କ ଉପରେ ବିଶ୍ୱାସ କରିବା ଭରସା କରିବା ଇତ୍ୟାଦି ଯେକୌଣସି ପ୍ରସଙ୍ଗରେ ମନୁଷ୍ୟ ଈଶ୍ୱରଙ୍କୁ ପ୍ରାଧାନ୍ୟ ଦେଇ ଭରସା କରିଥାଏ ଓ ଆଲ୍ଲାହ ତାଆଲାଙ୍କ ନାମ ଉଚ୍ଚାରଣ କରିବା ବ୍ୟତୀତ ସେ ଯଦି ଅନ୍ୟ ଉପରେ ବିଶ୍ୱାସ କରିଥାଏ, ତେବେ ସେହି ବ୍ୟକ୍ତି ଶିର୍କ କରିଥାଏ। ଅତଏବ ଏହି ସୂକ୍ଷ୍ମତାର ସହିତ ଆମମାନଙ୍କୁ ନିଜର ସମୀକ୍ଷା କରିବା ଉଚିତ। ଆମେମାନେ ଶିର୍କରୁ ଯେପରି ନିବୃତ୍ତ ରହିବା, ଏକସ୍ୱରବାଦ ଶିକ୍ଷାକୁ କାର୍ଯ୍ୟକାରୀ କରିବା ଅର୍ଥାତ୍ ମନପ୍ରାଣରୁ ଏକସ୍ୱରବାଦ ଉପରେ ପ୍ରତିଷ୍ଠିତ ରହିବା। ହଜରତ ମହମୁଦ ବିନ୍ ଲବୀବ ରଜିୟତାଲା ବର୍ଣ୍ଣନା କରନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ମୋତେ ତୁମ ଉପରେ ସବୁଠାରୁ ଅଧିକ ଯେଉଁ ବିଷୟର ଭୟ ରହିଛି ତାହା ହେଉଛି ଶିର୍କେ ଅସ୍ଗର ଅର୍ଥାତ୍ କ୍ଷୁଦ୍ର ଅନେକସ୍ୱରବାଦୀ। ସାହାବା ପଚାରିଲେ, ହୁଜୁର ଶିର୍କେ ଅସ୍ଗର କ'ଣ? ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଉତ୍ତର ଦେଲେ, ରିୟା ଅର୍ଥାତ୍ ଲୋକ ଦେଖାଣିଆ କାର୍ଯ୍ୟ। ସୁତରାଂ ଆମମାନଙ୍କୁ ନିଜର ନିରୀକ୍ଷଣ କରିବା ଉଚିତ। କୌଣସି ମାଧ୍ୟମ ପରକାଳରେ କାମରେ ଆସିବ ନାହିଁ। ଅତଃ କେବଳ ନବୀ ଶ୍ରେଷ୍ଠଙ୍କ ଅନୁକରଣ କରିବାକୁ ହିଁ ଐଶ୍ୱର୍ଯ୍ୟମୟ ଆଲ୍ଲାହ ପସନ୍ଦ କରିଥାନ୍ତି। ହଜରତ ମୁସଲିମ ମଉଦ ରଜିୟତାଲା ବର୍ଣ୍ଣନା କରନ୍ତି,
हजरत मोहम्मद मुस्तफा सल्लल्लाहु अलैहि वसल्लम को देख से किपरि ब्रह्मज्ञान संपन्न थिले, जे कि समस्त प्रसंगरे किपरि सूक्ष्मदर्शी ओ सावधानता अवलंबन करुथिले। एपरिकी महाभाग सकल मानव जाति तुलन सर्वश्रेष्ठ संपूर्ण ओ समस्त प्रकार दोष त्रुटि मुक्त थिबा सत्वे अल्लाह तालांक प्रति भय पोषण करुथिले। पुणी तांक पवित्रतार अवस्था एपरि थिला जे प्रतिक्षण से अल्लाह तालांकु भय करुथिले। सत्कर्म ओ पुण्य परे पुण्य कर्म करि चलुथिले। उत्तमरु उत्तम कार्य संपादन करुथिले। गोटिए परे आउ गोटिए सत्कर्म करुथिले। से कदापि मंद कर्म करिबा अबा अनैतिक चिंता करिबार ही प्रश्न उठु नहीं तांको संबंधरे, बरं ताहार तो तिले मात्र आशंका मध्य नथिला। कारण हुजूर सल्लल्लाहु अलैहि वसल्लम प्रति मुहूर्त तो ईश्वरंक प्रति ध्यान देबा, तांक गुणगान करिबा, उपासना करिबारे निमज्जित रहिथिला। से अल्लाह को भय करुथिले ओ केवल अल्लाह को ही भय करुथिले। एहा सत्वे निज आड़ू जेभଳି संभव सावधान ओ सतर्कता अवलंबन करुथिले, किंतु पराक्रमी अल्लाहंक वैभव ओ शौर्य देखिबा मात्रे तांक छामुरे निजर समस्त पुण्य कर्मरु विरत होई जाउथिले आउ क्षमा याचना करिबारे मग्न होई जाउथिले। सुतरां आपणंक ईश्वर प्रेमर अवस्था एपरि थिला जे प्रत्येक अवसर रे हुजूर सल्लल्लाहु अलैहि वसल्लम पवित्र मुख ईश्वरंक प्रशंसा गान करिबारे भिजी रहुथिला। कारण से एकथा भल भावरे जानिथिले जे अल्लाह तालांक कृपा ही काम देव, तांकर कृपा ही मनुष्य जीवन को सार्थक करिब, परकाल रे से कृतकार्य होई परिब। तेबे हुजूर सल्लल्लाहु अलैहि वसल्लम सुन्नत ओ ताहांक आज्ञा बहत्व आज्ञा पालन ही प्रकृत अर्थरे उपादेय। यही प्रसंग को अल्लाह ताला स्वयं पसंद करिथांती। कारण अल्लाह ताला स्वयं पवित्र कुरान रे कहिले फत्तबिऊनी युहिब्बुकुमुल्लाह, अर्थात हे मोहम्मद सल्लल्लाहु अलैहि वसल्लम तुम्भे यही घोषणा कर दिया जे हे लोक माने तुम्भे यही रसूल हजरत मोहम्मद मुस्तफा सल्लल्लाहु अलैहि वसल्लम अनुसरण कर, ताहले अल्लाह ताला तुम्भकु प्रेम करिबे। पुनश्च एक हदीस रे उल्लेख रही हजरत अबू हुरैरा रज़ियल्लाहु वर्णना करती हुजूर सल्लल्लाहु अलैहि वसल्लम कहिले जेउ व्यक्ति अल्लाह तालांक सकाशे ताहांक मार्गरे बाहरी थाए सही व्यक्तिर दायित्व अल्लाह ताला बहन करि नै थांती। अर्थात अल्लाह तालांक मार्गरे बाहरिबा द्वारा अल्लाह ताला सही व्यक्ति को उत्तम प्रतिफल ओ तार व्यय करा जाइथिबा धन जोगु ताकू पुण्य प्रदान करी फेरस्त करी वैकुंठरे प्रवेश करि देई थांती। सही व्यक्ति को प्रभुंक मार्गरे बाहरिबा द्वारा विजय प्राप्त हेबा ओ शहादत प्राप्त होइथाए। तेबे जाई सही व्यक्ति वैकुंठरे प्रविष्ट हेब, किंतु शर्त यही कि जे सही व्यक्ति मो उपरे अर्थात अल्लाह तालांक उपरे विश्वास आनिबा उचित आउ तांक मार्गरे जेहाद करिबा पई बाहरिबा उचित। पुनश्च यही शर्त मध्य रही जे जो व्यक्ति विश्वास रे दृढ़ रही थाए अल्लाह ताला को वार्ताबहक आज्ञा बह होई थाए तांक बयत करिबार अधिकार संपादन करि थाए, जेहाद पई बाहरी थाए। जदि मु यही कथा भावी न थांती जे मु निज धर्मावलंबी मानंकु समस्या रे पकाई देबी, तेबे मु प्रत्येक सैन्य बाहिनी सहित जिहाद करिवा निमंते जाई थांती। मोर तो यही मनस्कामना रही जे मु अल्लाह तालांक मार्गरे मृत्युवरण करिबी, पुनः मु जीवित हेबी ओ पुनः मु तांक मार्गरे मृत्युवरण करिबी। तेबे एभली भाव पोषण करी जे अल्लाह तालांक मार्गरे बाहरी थाए अल्लाह ताला ताहाकु निश्चित रूपे कृतकार्य करि थांती। एही हदीस र व्याख्या रे हजरत सैयद वलीउल्लाह शाह साहेब उल्लेख करिसंती। बुखारी र जेउ वर्णनाटी रही जहिरे हुजूर सल्लल्लाहु अलैहि वसल्लम यही कथा कहिसंती, लौला अन अशुक्का अला उम्मती,
ଯେ ଯଦି ମୁଁ ଚିନ୍ତିତ ନଥାନ୍ତି ଯେ ମୋର ଧର୍ମାଲମ୍ବୀ ମାନେ ସମସ୍ୟାରେ ପତିତ ହେବେ, ତେବେ ମୁଁ ଏପରି କରିନଥାନ୍ତି। ତହିଁରୁ ଏହା ଯଥାର୍ଥ ଯେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ ଭଲ ଭାବରେ ଅଭିଜ୍ଞତା ଥିଲା ଯେ ସାହାବାମାନଙ୍କୁ ହୁଜୁର ସଲ୍ଲଲ୍ଲାହୁଙ୍କ ଆଜ୍ଞାବହତର ଆକାଂକ୍ଷା ରହିଥିଲା। ସଂଖ୍ୟାଗରିଷ୍ଠ ସାହାବାମାନେ ହୁଜୁର ସଲ୍ଲଲ୍ଲାହୁଙ୍କ ପ୍ରତି ଏହି ଆଶା ବାନ୍ଧିଥିଲେ ଓ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ଆଜ୍ଞା ପାଳନ କରିବା, ହୁଜୁରଙ୍କର ଅନୁସରଣ କରିବାକୁ ସେମାନେ ଚାହୁଁଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ଉତ୍ତମ ଆଦର୍ଶରେ ସେମାନେ ଅନୁପ୍ରାଣିତ ଥିଲେ। ପ୍ରତ୍ୟେକ ବସ୍ତୁ ଉପରେ ସେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ ପ୍ରାଧାନ୍ୟ ଦେଉଥିଲେ। ତେଣୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ହେ ସାହାବାମାନେ, ମୁଁ ଜିହାଦକୁ ବେଳେବେଳେ ଏଥିପାଇଁ ଯାଉନାହିଁ ଯେ ତୁମେମାନେ ସମସ୍ୟାର ସମ୍ମୁଖୀନ ହୋଇ ନଯିବ, ଯେପରି ମୁଁ ତୁମମାନଙ୍କୁ ସମସ୍ୟାର ସମ୍ମୁଖୀନ ଦେବାକୁ ଚାହୁଁନାହିଁ। ହଜରତ ସୈୟଦ ୱଲିଉଲ୍ଲାହ ଶାହ ସାହେବ ଆହୁରି ଉଲ୍ଲେଖ କରିଛନ୍ତି, ଯେପରିକି ଅବିଶ୍ୱାସକାରୀମାନେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ପ୍ରତି ଆଶିକା ମୁହାମ୍ମଦୁନ ରବ୍ବହୁ ର ଶବ୍ଦ ବ୍ୟବହାର କରୁଥିଲେ, କିନ୍ତୁ ସେହି ପ୍ରେମ ସହିତ ନିଜ ଉପରେ ସେମାନେ ନିୟନ୍ତ୍ରଣ ମଧ୍ୟ ରଖୁଥିଲେ ଓ ବୁଦ୍ଧି ମୁହୂର୍ତ୍ତକ ପାଇଁ ମଧ୍ୟ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସାହଚର୍ଯ୍ୟତା ପରିତ୍ୟାଗ କରୁନଥିଲେ। ଯେଉଁ ଲୋକମାନେ ନିଜର କର୍ମରେ ଆଧିକ୍ୟତା ଅବଲମ୍ବନ କରନ୍ତି, ସେମାନଙ୍କ ନିମନ୍ତେ ତହିଁରେ ଏକ ଶିକ୍ଷା ନିହିତ ରହିଛି। ଆଖି ବୁଜି ନିଜର ଆବେଗ ତଥା କାମନା ପଛରେ ପଡ଼ିବା, ତାହାର ଅନୁକରଣ କରିବା କୌଣସି ପୂର୍ଣ୍ଣ ବିଶ୍ୱାସର ଲକ୍ଷଣ ନୁହେଁ, ନା ଏହା ହିଁ କୌଣସି ସର୍ବୋଚ୍ଚ ପୁଣ୍ୟ। କେତେକ ଲୋକ କୁହନ୍ତି, ଆମେମାନେ ସ୍ୱାଭିମାନ, ଆମମାନଙ୍କୁ ଏହା କରିବା ଉଚିତ ଓ ତାହା କରିବା ଉଚିତ। ଆଲ୍ଲାହ ତାଆଲା ମଧ୍ୟବର୍ତ୍ତୀ ପନ୍ଥାକୁ ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓ ତାହାକୁ ହିଁ ସେ ପସନ୍ଦ କରନ୍ତି। ମଧ୍ୟମ ପନ୍ଥା ଉପରେ ହିଁ ଅବିଚଳ ରହିବା ପୁଣ୍ୟର ଅନନ୍ୟତା, କାରଣ ତହିଁରେ ଆତ୍ମା ସଙ୍ଗେ ସଙ୍ଗେ ଉଦ୍ୟମ ମଧ୍ୟ କରିବାକୁ ପଡ଼ିଥାଏ। ଅତଏବ ଏଠାରେ ଆତ୍ମା ସହିତ ମଧ୍ୟ ସଂଗ୍ରାମ କରିବାର ଉଲ୍ଲେଖ ରହିଛି। ଆଲ୍ଲାହ ତାଆଲା ସହିତ ପ୍ରେମ କରିବାର ପ୍ରସଙ୍ଗ ମଧ୍ୟ ରହିଛି। ଉଭୟକୁ ସମ୍ମୁଖରେ ରଖି କାର୍ଯ୍ୟ କରିବା ଉଚିତ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ନିଜ ଉଦାହରଣ ଆମ ନିକଟରେ ଉପସ୍ଥାପନ କରିଦେଇଛନ୍ତି ଯେ ଈଶ୍ୱର ପ୍ରେମର ମଧ୍ୟ ସୀମା ରହିଛି, କାମନାର ପରିପ୍ରକାଶର ମଧ୍ୟ ସୀମା ରହିଛି, ବଳିଦାନର ମଧ୍ୟ ସୀମା ରହିଛି, କିନ୍ତୁ ତତ୍ସହିତ ବୁଦ୍ଧି ଓ ମଧ୍ୟବର୍ତ୍ତୀ ମାର୍ଗ ଅବଲମ୍ବନ କରିବା। ତାହା ଏଇଥିପାଇଁ ଯେ ଆଲ୍ଲାହ ତାଆଲା ଏହି ଆଦେଶ ଦେଇଛନ୍ତି ଯେ ମଧ୍ୟବର୍ତ୍ତୀ ପନ୍ଥା ଅବଲମ୍ବନ କର। ଗୋଟିଏ ବର୍ଣ୍ଣନାରେ ବର୍ଣ୍ଣିତ ରହିଛି, ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଅବିଶ୍ୱାସକାରୀମାନଙ୍କ ଠାରୁ ସାହାଯ୍ୟ ଲୋଡ଼ିବାକୁ ନାପସନ୍ଦ କରୁଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ପବିତ୍ର ପତ୍ନୀ ହଜରତ ଆଏଶା ରାଦିୟଲ୍ଲାହୁ ବର୍ଣ୍ଣନା କରନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ବଦର ଅଭିମୁଖେ ବାହାରିଲେ। ଯେତେବେଳେ ହୁଜୁର ହର୍ରତୁଲ ୱବରାହା ନାମକ ସ୍ଥାନରେ ପହଞ୍ଚିଲେ, ସେତେବେଳେ ମଦିନାର ପଶ୍ଚିମ ଦିଗରେ 3 ମାଇଲ ବ୍ୟବଧାନରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ ଜଣେ ବ୍ୟକ୍ତି ଆସି ସାକ୍ଷାତ କଲା। ସେହି ବ୍ୟକ୍ତିର ସାହସିକତା ଓ ବୀରତ୍ୱର ବେଶ ଚର୍ଚ୍ଚା ରହିଥିଲା। ସାହାବାମାନେ ଯେତେବେଳେ ସେହି ବ୍ୟକ୍ତିକୁ ଦେଖିଲେ, ସେତେବେଳେ ବେଶ ଆନନ୍ଦିତ ହୋଇ ଉଠିଲେ, କାରଣ ସେହି ବ୍ୟକ୍ତି ଜଣେ ବୀର ଯୋଦ୍ଧା ଥିଲା ଓ ସେ ଆସି ତାଙ୍କ ସହିତ ସାମିଲ ହୋଇଛି, ତାଙ୍କ ସାହାଯ୍ୟ କରିବା ପାଇଁ ସାମିଲ ହୋଇଛି। ଯେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସହିତ ତାହାର ସାକ୍ଷାତ ହେଲା, ହୁଜୁର ତାହାକୁ ପଚାରିଲେ। ସେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ନିକଟରେ ଅର୍ଥାତ୍ ସେବାରେ ଉପସ୍ଥିତ ହେଲା ଓ କହିଲା, ହେ ମହମ୍ମଦ, ମୁଁ ଆପଣଙ୍କ ସହିତ ଯିବାକୁ ଚାହୁଁଛି, ଯୁଦ୍ଧରେ ସାମିଲ ହେବାକୁ ଚାହୁଁଛି, ଆପଣଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ସେହି ବ୍ୟକ୍ତିକୁ କହିଲେ, ତୁମେ ଆଲ୍ଲାହ ତାଆଲା ଓ ତାହାଙ୍କ ବାର୍ତ୍ତାବହଙ୍କ ଉପରେ ବିଶ୍ୱାସ ଆଣୁଛ? ସେ ଉତ୍ତର ଦେଲା, ନା। ଏଥିରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ତାହେଲେ ତୁମେ ଏଠାରୁ ଫେରିଯାଅ, ମୁଁ କୌଣସି ମୁଶ୍ରିକ ଠାରୁ ସାହାଯ୍ୟ ନେବି ନାହିଁ। ହଜରତ ଆଏଶା ରାଦିୟଲ୍ଲାହୁ କୁହନ୍ତି ଯେ ସେହି ବ୍ୟକ୍ତି ଚାଲିଗଲା ଏପର୍ଯ୍ୟନ୍ତ କି ଯେତେବେଳେ ଆମେମାନେ ସଜରାଠାରେ ପହଞ୍ଚିଲୁ। ସଜରା ମଦିନା ଠାରୁ 5 ମାଇଲ ବ୍ୟବଧାନରେ ଅବସ୍ଥିତ ଏକ ସ୍ଥାନ, ଯେଉଁଠାରେ ବୃକ୍ଷ ଓ କିଛି ଗଛଲତା ରହିଥିଲା।
ସେଠାରେ ଏହି ବ୍ୟକ୍ତି ପୁନଃ ଆସି ହୁଜୁର ସଲ୍ଲଲ୍ଲାହୁ ସେବାରେ ଉପସ୍ଥିତ ହେଲା। ଆଉ ଯେପରି ସେ ପ୍ରଥମ ଥର କହିଥିଲା ସେହିପରି ହୁଜୁର ସଲ୍ଲଲ୍ଲାହୁ କହିଲା, କିନ୍ତୁ ହୁଜୁର ତାହାକୁ ପୂର୍ବବର୍ତ୍ତୀ ଉତ୍ତର ପରି ଉତ୍ତର ଦେଲେ ଆଉ ତାକୁ ଫେରାଇ ଦେଲେ, କାରଣ ହୁଜୁର କୌଣସି ମୁଶ୍ରିକ୍ ଠାରୁ ସାହାଯ୍ୟ ନେବା ପାଇଁ ପ୍ରସ୍ତୁତ ନଥିଲେ। ପୁନଶ୍ଚ ସେହି ବ୍ୟକ୍ତି ଜଣକ ଫେରିଗଲା। ତୃତୀୟ ଥର ସେ ହୁଜୁର ସଲ୍ଲଲ୍ଲାହୁ ବାୟଦା ନାମକ ସ୍ଥାନରେ ଆସି ସାକ୍ଷାତ କଲା ଓ ନିଜର ପ୍ରସ୍ତାବ ରଖିଲା ଯେ ମୁଁ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆସିଛି, ଯୁଦ୍ଧରେ ସାମିଲ ହେବା ପାଇଁ ଆସିଛି। ଏଥିରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମ ତାକୁ କହିଲେ, କ'ଣ ତୁମେ ଆଲ୍ଲାହ ତାଆଲା ଓ ତାହାଙ୍କ ବାର୍ତ୍ତାବହଙ୍କ ଉପରେ ବିଶ୍ୱାସ ଆଣୁଛ? ସେ କହିଲା ହଁ। ସେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମ ତାକୁ କହିଲେ, ଏବେ ତୁମେ ଆମ ସହିତ ସାମିଲ ହୋଇପାର। ତେବେ ସେ ଯେକୌଣସି ପରିସ୍ଥିତି ହେଉନା କାହିଁକି ଆଲ୍ଲାହ ତାଆଲାଙ୍କ ସହିତ ପ୍ରେମ ଓ ସ୍ୱାଭିମାନ ଏହା ସହ୍ୟ କରିପାରିବ ନାହିଁ ଯେ ଅବିଶ୍ୱାସକାରୀ ଠାରୁ ସାହାଯ୍ୟ ନିଆଯାଉ ଲୋଡ଼ାଯାଉ। ହଜରତ ମୁସଲିମ ମଉଦ ରାଦିୟଲ୍ଲାହୁ କୁହନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମକୁ ଦେଖ, ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମଙ୍କ ମଧ୍ୟରେ କିପରି ଏକସ୍ୱରବାଦ ବିଦ୍ୟମାନ ରହିଥିଲା। ଆଲ୍ଲାହ ତାଆଲାଙ୍କ ଏକତ୍ୱ ଓ ତାଙ୍କ ମର୍ଯ୍ୟାଦା, ତାଙ୍କ ଗରିମା ରକ୍ଷା କରିବାରେ ହୁଜୁର କିଭଳି ଦୃଷ୍ଟାନ୍ତ ଆମ ସମ୍ମୁଖରେ ରଖିଛନ୍ତି ଯେ ଯେଭଳି ଉତ୍କଟ ପରିସ୍ଥିତି ହେଉନା କାହିଁକି ଆଲ୍ଲାହ ତାଆଲାଙ୍କ ଏକତ୍ୱର ପରିପ୍ରକାଶ କରିବାରେ, ତାଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ରଖିବାରେ କେବେ ବି ଅବିଚଳ ଓ ହେଉନଥିଲେ। ଏସବୁ ପରେ ମଧ୍ୟ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମ କିଭଳି କ୍ଷମା ପ୍ରାର୍ଥନା କରିବା, ଆଲ୍ଲାହ ତାଆଲାଙ୍କ ଶରଣାପନ୍ନ ହେବାର ଉଦାହରଣ ମିଳୁଛି, ଯେଭଳିକି ବୁଖାରୀରେ ଉଲ୍ଲେଖ ରହିଛି। ହଜରତ ଆବୁ ହୁରାଇରା ରାଦିୟଲ୍ଲାହୁ ତାଆଲା ବର୍ଣ୍ଣନା କରନ୍ତି, ମୁଁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମକୁ ଏହା କହୁଥିବାର ଶୁଣିଲି। ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମ ଏହା କହୁଥିଲେ ଯେ ଲା ଆସ୍ତାଗଫିରୁଲ୍ଲାହ ୱ ଆତୁବୁ ଇଲୈହି ଫିଲ୍ ୟୌମି ଅକ୍ସରା ମିନ୍ ସବ୍ঈନା ମର୍ରା, ଅର୍ଥାତ୍ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମ ଦିନରେ 70ରୁ ଉର୍ଦ୍ଧ୍ୱ ଥର ଈଶ୍ୱରଙ୍କ ନିକଟରେ ନିଜର ଦୋଷ ଦୁର୍ବଳତା ପାଇଁ କ୍ଷମା ଯାଚନା କରୁଥିଲେ ଓ ଈଶ୍ୱରଙ୍କ ଆଡ଼କୁ ଆନତ ହେଉଥିଲେ, ଈଶ୍ୱରଙ୍କ ଶରଣାପନ୍ନ ହେଉଥିଲେ। ଆରବୀରେ 70ର ଶବ୍ଦ ଆଧିକ୍ୟ ପାଇଁ ବ୍ୟବହାର ହୋଇଥାଏ। ଏହା ଜରୁରୀ ନାହିଁ ଯେ 70 ଥର ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମ କ୍ଷମା ପ୍ରାର୍ଥନା କରୁଥିଲେ, ବରଂ ତାଠାରୁ ବଳି ଅଧିକ ଥର ହୁଜୁର କ୍ଷମା ପ୍ରାର୍ଥନା କରୁଥିଲେ ଓ ପ୍ରତ୍ୟେକ ଅବସରରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମଙ୍କ ତୁଣ୍ଡରେ ଈଶ୍ୱରଙ୍କର ଗୁଣଗାନ କରିବା ଆପଣଙ୍କ ପବିତ୍ର ତୁଣ୍ଡ ଭିଜି ରହୁଥିଲା। ହଜରତ ଆୟଶା ରାଦିୟଲ୍ଲାହୁ ତାଆଲା ବର୍ଣ୍ଣନା କରନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମ ପ୍ରତ୍ୟେକ ଅବସ୍ଥାରେ ଈଶ୍ୱରଙ୍କର ଗୁଣଗାନ କରୁଥିଲେ। ହଜରତ ସମରା ବିନ୍ ଜୁନ୍ଦବ ରାଦିୟଲ୍ଲାହୁ ତାଆଲା ବର୍ଣ୍ଣନା କରନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମ କହିଲେ, 4 ଗୋଟି କଥା ସମସ୍ତ ପ୍ରକାରର କଥନରୁ ଉତ୍କୃଷ୍ଟ ଓ ଶ୍ରେଷ୍ଠ। ସେଥିମଧ୍ୟରୁ ଯେଉଁଟିରୁ ମଧ୍ୟ ତୁମେ କାର୍ଯ୍ୟ ଆରମ୍ଭ କରିବ, ସେଥିରେ ତୁମ୍ଭକୁ କୌଣସି ପ୍ରକାର କ୍ଷତି ସହ୍ୟ କରିବାକୁ ପଡ଼ିବ ନାହିଁ, କାରଣ ତାହା ଦ୍ୱାରା କାର୍ଯ୍ୟ ଆରମ୍ଭ କଲେ ସେହି କାର୍ଯ୍ୟ ମଙ୍ଗଳମୟ ସାବ୍ୟସ୍ତ ହୋଇଥାଏ। ତାହା କ'ଣ? ପ୍ରଥମ ହେଉଛି ସୁବହାନାଲ୍ଲାହ, ଦ୍ୱିତୀୟ ଆଲହାମଦୁଲିଲ୍ଲାହ, ତୃତୀୟ ଲା ଇଲାହା ଇଲ୍ଲାଲ୍ଲାହ, ଚତୁର୍ଥ ଆଲ୍ଲାହୁ ଆକବାର, ଅର୍ଥାତ୍ ଆଲ୍ଲାହ ପବିତ୍ର। ସୁତରାଂ ଏହି ଉକ୍ତିଗୁଡ଼ିକୁ ସର୍ବଦା ସ୍ମରଣ ରଖି କାମ କଲେ ସେଥିରେ କଲ୍ୟାଣ ହିଁ କଲ୍ୟାଣ ଲାଭ ହୋଇଥାଏ। ହଜରତ ଆବୁ ହୁରାଇରା ରାଦିୟଲ୍ଲାହୁ ତାଆଲା ବର୍ଣ୍ଣନା କରନ୍ତି, ନବୀ କରୀମ ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମଙ୍କୁ ଯେତେବେଳେ କୌଣସି ଖୁସି ଖବର ମିଳୁଥିଲା, ସେତେବେଳେ ହୁଜୁର ସଙ୍ଗେ ସଙ୍ଗେ ଆଲ୍ଲାହ ତାଆଲାଙ୍କ କୃତଜ୍ଞତା ଜ୍ଞାପନ କରିବା ସକାଶେ ସଜଦାରେ ପଡ଼ିଯାଉଥିଲେ। ସେହିପରି ହଜରତ ଅବଦୁଲ୍ଲାହ ବିନ୍ ବିଶାର ରାଦିୟଲ୍ଲାହୁ ତାଆଲା ବର୍ଣ୍ଣନା କରନ୍ତି, ଜଣେ ମଫସଲ ବ୍ୟକ୍ତି ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମଙ୍କ ସେବାରେ ଉପସ୍ଥିତ ହେଲା। ସେ କହିଲା, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ମୋ ନିମନ୍ତେ ଇସଲାମ ଧର୍ମର ନିୟମ ଓ କର୍ମ ଅତ୍ୟଧିକ ହୋଇଯାଇଛି, ଅର୍ଥାତ୍ ଏତେ ନୀତି ନିୟମ ଓ ଆଦେଶ ପାଳନ କରିବା ମୋ ପକ୍ଷେ ସମ୍ଭବ ନୁହେଁ। ତେବେ ମଫସଲି ଲୋକମାନେ, ଗାଉଁଲି ଲୋକମାନେ ଏଭଳି ପ୍ରଶ୍ନ କରିଦେଇଥାନ୍ତି। ଅତଏବ ସେହି ବ୍ୟକ୍ତି ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମଙ୍କୁ କହିଲା, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ଆପଣ ମୋତେ ଏପରି କଥା କୁହନ୍ତୁ ଯେ ମୁଁ ସେହି ସମସ୍ତ କଥାକୁ ପାଳନ କରିବି ଓ ସେଥିରେ ଏ ସମସ୍ତ ଆଦେଶ ପୂରଣ ହୋଇଯିବ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମ କହିଲେ, ତୁମର ତୁଣ୍ଡ ଈଶ୍ୱରଙ୍କ ଗୁଣଗାନ ଦ୍ୱାରା ଆର୍ଦ୍ର ରହୁ,
ତୁମେ ନିଜ ତୁଣ୍ଡରୁ ଈଶ୍ୱରଙ୍କର ନାମ ଜପ କର। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ବତ୍ସ ତୁମେ ଏହି ବାଣୀ ଏହି ଉକ୍ତି ପୁନରାବୃତ୍ତି କର। ଲା ୟଜାଲୁ ଲିସାନୁକା ରତବନ୍ ମିନ୍ ଜିକ୍ରିଲ୍ଲାହି ଅଜ୍ଜା ୱଜଲ୍, ଅର୍ଥାତ୍ ତୁମର ତୁଣ୍ଡ ସର୍ବଦା ଈଶ୍ୱରଙ୍କ ଗୁଣଗାନ କରିବାରେ ଆର୍ଦ୍ର ରହିଥାଉ। ପୁନଶ୍ଚ ଆଉ ଏକ ବର୍ଣ୍ଣନାରେ ଉଲ୍ଲେଖ ରହିଛି, ହଜରତ ଜାବିର ରଜିୟଲ୍ଲାହୁ ତାଆଲା ବର୍ଣ୍ଣନା କରନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ସର୍ବୋତ୍କୃଷ୍ଟ ଚର୍ଚ୍ଚା ଲା ଇଲାହା ଇଲ୍ଲାଲ୍ଲାହ ଆଉ ସର୍ବୋତ୍ତମ ଦୁଆ ଆଲହାମଦୁଲିଲ୍ଲାହ। ସେହିପରି ହଜରତ ଉମାମା ରଜିୟଲ୍ଲାହୁ ତାଆଲା ବର୍ଣ୍ଣନା କରନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ମୋ ସମ୍ମୁଖରେ ଆଲ୍ଲାହ ତାଆଲାଙ୍କ ତରଫରୁ ପ୍ରସ୍ତାବ ଦିଆଗଲା ଯେ ସେ ମୋ ନିମନ୍ତେ ବତାହା ଉପତ୍ୟକାକୁ ସୁନାର ଉପତ୍ୟକା କରିଦେବେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लମ କହିଲେ, ହେ ମୋର ପାଳନକର୍ତ୍ତା, ତୁମେ ଏପରି କର ଯେ ମୁଁ ଦିନେ ପେଟ ପୂରି ଆହାର ଖାଇବି ଓ ଦିନେ ମୁଁ ଉପାସ ରହିବି। ତେଣୁ ମୁଁ ଯେତେବେଳେ ଭୋକିଲା ରହିବି ସେତେବେଳେ ମୁଁ ତୁମ୍ଭର ସମକ୍ଷରେ ରୋଦନ ଓ ବିଳାପ କରିବି, ତୁମକୁ ସ୍ମରଣ କରିବି। ସେହିପରି ଯେତେବେଳେ ମୁଁ ପେଟ ପୂରା ଭୋଜନ କରିନେବି ସେତେବେଳେ ମୁଁ ତୁମ୍ଭର କୃତଜ୍ଞତା ଜ୍ଞାପନ କରିବି। ତୁମ୍ଭ ବ୍ୟତୀତ ମୋର ଅନ୍ୟ କିଛି ଲୋଡ଼ା ନାହିଁ। ହେ ଆଲ୍ଲାହ, ସ୍ୱର୍ଣ୍ଣ ରୌପ୍ୟ ଧନ ସମ୍ପତ୍ତି ଅଧିକ ହୋଇଗଲେ ତୁମ୍ଭର ସ୍ମରଣ ମୋ ମନରେ ସମାପ୍ତ ହୋଇ ନ ଯାଉ। ମୋତେ ଏହା ଲୋଡ଼ା ନାହିଁ। ତେଣୁ ମୋତେ କେବଳ ତୁମ୍ଭର ହିଁ ଚର୍ଚ୍ଚା ଓ ତୁମ୍ଭର ହିଁ ନାମ ଲୋଡ଼ା। ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମ କୁହନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ନିଜ ଉପରେ ଅର୍ଥାତ୍ ନିଜ ସକାଶେ ଯେଉଁ କଷ୍ଟ ସହ୍ୟ କରୁଥିଲେ ସେଥି ସଂକ୍ରାନ୍ତରେ ଏହା ଉଚିତ ହେବ ନାହିଁ ଯେ ଆର୍ଥିକ ଦୃଷ୍ଟିରୁ ଯଦି ହୁଜୁର ସଲ୍ଲଲ୍ଲାହୁଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିଲା, ସେଥିପାଇଁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଅଭାବ ଓ କଷ୍ଟକୁ ସହ୍ୟ କରିଥିଲେ। ଆଲ୍ଲାହ ତାଆଲା ଆପଣଙ୍କୁ ଅର୍ଥ ଦେଇନଥିଲେ। ଆଲ୍ଲାହ ତାଆଲା ଆପଣ ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ ଅସଂଖ୍ୟ ଧନ ଦୌଲତ ଦେଇଥିଲେ, କିନ୍ତୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଆଲ୍ଲାହ ତାଆଲାଙ୍କ ପ୍ରେମ ଓ ତାହାଙ୍କ ଗୁଣଗାନ କରିବାକୁ ଚୟନ କରିଥିଲେ, ଦାରିଦ୍ରତାକୁ ପସନ୍ଦ କରିଥିଲେ ଓ ସେହି ଦାରିଦ୍ର ଜୀବନ ଅତିବାହିତ କରିଥିଲେ। ଯଦିଚ ଆପଣଙ୍କୁ ସାମ୍ରାଜ୍ୟ ମିଳିଥିଲା, ଧନ ଦୌଲତ ମିଳିଥିଲା, ସଂସାର ମିଳିଥିଲା, କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ନାଉଜୁବିଲ୍ଲାହ ଆଲ୍ଲାହ ତାଆଲାଙ୍କ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ରନ୍ଧା ହୋଇଥିବା ସୁସ୍ୱାଦ ଖାଦ୍ୟ ମଧ୍ୟ ଖାଉଥିଲେ, ଆଲ୍ଲାହ ତାଆଲାଙ୍କ କୃତଜ୍ଞତା ମଧ୍ୟ ଜ୍ଞାପନ କରୁଥିଲେ। ହଜରତ ବରା ବିନ୍ ଆଜିବ ରଜିୟଲ୍ଲାହୁ ତାଆଲା ବର୍ଣ୍ଣନା କରନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ହେ ବରା, ତୁମେ ଯେତେବେଳେ ନିଜର ସେଜକୁ ଯାଅ ସେତେବେଳେ ତୁମେ ନମାଜର ଓଜୁ ପରି ଓଜୁ କର। ପୁନଶ୍ଚ ନିଜର ଡାହାଣ ପଟରେ ଶୟନ କର ଓ ଏହି ଦୁଆ ପାଠ କର ଯେ, ହେ ଆଲ୍ଲାହ, ମୁଁ ନିଜକୁ ତୁମ୍ଭର ହସ୍ତାନ୍ତର କରିଦେଲି, ମୁଁ ନିଜର କାର୍ଯ୍ୟକୁ ତୁମ୍ଭକୁ ହସ୍ତାନ୍ତର କରିଦେଲି, ତୁମ୍ଭଙ୍କୁ ମୁଁ ଭୟ କରୁଛି, ତୁମ୍ଭ ପ୍ରତି ଆନ୍ତରିକତା ପ୍ରଦର୍ଶନ କରୁଛି, ତୁମେ ହିଁ ମୋର ସାହା, ତୁମ୍ଭ ବ୍ୟତୀତ ଅନ୍ୟ କେହି ମୋର ଆଶ୍ରୟସ୍ଥଳୀ ନାହିଁ, ମୋତେ ତୁମ୍ଭେ ହିଁ ମୁକ୍ତି ପ୍ରଦାନକାରୀ। ମୁଁ ତୁମ୍ଭର ଏହି ଗ୍ରନ୍ଥ ଉପରେ ବିଶ୍ୱାସ ଆଣୁଛି ଯେଉଁ ଗ୍ରନ୍ଥକୁ ତୁମ୍ଭେ ଅବତୀର୍ଣ୍ଣ କରିଛ। ତୁମ୍ଭର ସେହି ମହାବତାର ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ଉପରେ ବିଶ୍ୱାସ ଆଣୁଛି ଯାହାଙ୍କୁ ତୁମ୍ଭେ ପ୍ରେରଣ କରିଅଛ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ହେ ବରା, ଯଦି ତୁମେ ଏହି ଦୁଆ ରାତ୍ର ସମୟରେ ସେଜରେ ଯିବାବେଳେ ଶୟନ କରିବା ପୂର୍ବରୁ ପାଠ କର ଓ ସେହି ରାତ୍ରିରେ ତୁମର ମୃତ୍ୟୁ ହୁଏ, ତେବେ ତୁମ୍ଭର ମୃତ୍ୟୁ ସ୍ୱାଭାବିକ ମୃତ୍ୟୁ ହେବ। ଅତଏବ ଏହି ବାଣୀକୁ ତୁମ୍ଭେ ନିଜର ଶେଷ ବାଣୀ କରିନିଅ। ବର୍ଣ୍ଣନାକାରୀ କୁହନ୍ତି, ମୁଁ କହିଲି, ମୁଁ ଏହି ବାଣୀ ଗୁଡ଼ିକୁ ମୁଖସ୍ଥ କରିନେବି ଓ ଏହାର ପୁନରାବୃତ୍ତି କରିବି। ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ ତାଆଲା କୁହନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ମୃତ୍ୟୁରୁ କେବେ ବି ଅବଚେତନ ରହୁନଥିଲେ। ଈଶ୍ୱରଙ୍କ ଭୟ ସର୍ବଦା ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ଉପରେ ବିସ୍ତାରିତ ରହୁଥିଲା। ଏହି ଭୟ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ପ୍ରତ୍ୟେକ ଦିନ ଏହି ବିଶ୍ୱାସ ରଖି ଶୟନ କରୁଥିଲେ ଯେ ସମ୍ଭବତଃ ଆଜି ମୃତ୍ୟୁ ଆସିଯିବ ଓ ଆଜି ହିଁ ଆଲ୍ଲାହ ତାଆଲାଙ୍କ ସମ୍ମୁଖରେ ମୁଁ ଉପସ୍ଥିତ ହୋଇଯିବି। ଏହି ଭାବନା ପୋଷଣ କରି ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ରାତ୍ରି ଯାପନ କରୁଥିଲେ। ତେବେ ଏଠାରେ
ସେହିପରି ଆମମାନଙ୍କୁ ମଧ୍ୟ ଭାବନା ପୋଷଣ କରିବା, ଭାବନା ରଖିବା ଉଚିତ ଯେ ଯେତେବେଳେ ଜଣେ ଯାତ୍ରୀ ଟ୍ରେନ୍ର ଅପେକ୍ଷାରେ ରହିଥାଏ ଆଉ ଟ୍ରେନ୍ ବିଳମ୍ବରେ ଆସିଥାଏ ବା ବିଳମ୍ବ କରିଥାଏ ଆସିବାରେ, ଆଉ ସେଥିପାଇଁ ସେ ଅପେକ୍ଷାରତ ରହିଥାଏ, ଅତଏବ ସେହିପରି ଭାବନା ପୋଷଣ କରିବା ଉଚିତ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ମଧ୍ୟ ପ୍ରତ୍ୟେକ ସମୟ ନିଜର ପ୍ରିୟତମଙ୍କ ପାଖକୁ ଯିବା ନିମନ୍ତେ ପ୍ରସ୍ତୁତ ରହୁଥିଲେ। ଯେଉଁ ସମୟ ବି ଅତିବାହିତ କରୁଥିଲେ ତାହାକୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଆଲ୍ଲାହ ତାଆଲାଙ୍କ କୃପା ମଣୁଥିଲେ ଆଉ ନିଜ ମୃତ୍ୟୁକୁ ସର୍ବଦା ମନେ ରଖୁଥିଲେ। ହଜରତ ହୁଜୈଫା ବିନ୍ ଅଲ୍ ୟମାନ ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କର ଏହି ଅଭ୍ୟାସ ଥିଲା ଯେ ହୁଜୁର ଯେତେବେଳେ ନିଜର ସେଜ ଉପରେ ବିଶ୍ରାମ କରିବାକୁ ଯାଉଥିଲେ ସେତେବେଳେ ନିଜ ଗାଲ ତଳେ ପାପୁଲି ରଖୁଥିଲେ ଓ କହୁଥିଲେ, ହେ ମୋର ପ୍ରିୟ ଈଶ୍ୱର, ମୋର ଜୀବନ ଓ ମୋର ମରଣ ସବୁକିଛି ତୁମ୍ଭରି ସକାଶେ ଉଦ୍ଦିଷ୍ଟ। ଯେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ନିଦରୁ ଉଠୁଥିଲେ ସେତେବେଳେ କହୁଥିଲେ, ମୁଁ ମୋର ପାଳନକର୍ତ୍ତାଙ୍କ କୃତଜ୍ଞତା ଜ୍ଞାପନ କରୁଛି ଯେ ମୋତେ ଜୀବିତ କଲେ, ମୋତେ ମୃତ୍ୟୁ ପ୍ରଦାନ କରିବା ପରେ ଜୀବିତ କଲେ ଆଉ ମୁଁ ତାଙ୍କରି ଆଡ଼କୁ ହିଁ ଫେରିଯିବି। ଏହି ଘଟଣାରୁ ଜ୍ଞାତ ହୁଏ ଯେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ପ୍ରତ୍ୟେକ ରାତ୍ର ଯେତେବେଳେ ସେଜ ଉପରେ ଶୋଇବାକୁ ଯାଉଥିଲେ ସେତେବେଳେ ନିଜ ପଟୁ ହିସାବ ସମାପ୍ତ କରି ଦେଉଥିଲେ, ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ ଯେ ହେ ଈଶ୍ୱର, ମୁଁ ଯଦି ମୃତ୍ୟୁବରଣ କରେ ତେବେ ମଧ୍ୟ ତୁମ୍ଭ ପାଇଁ ମୋର ଜୀବନ ଉଦ୍ଦିଷ୍ଟ। ସେହିପରି ଯେତେବେଳେ ସେଜରୁ ଉଠୁଥିଲେ ସେତେବେଳେ ମଧ୍ୟ ଈଶ୍ୱରଙ୍କର କୃତଜ୍ଞତା ଜ୍ଞାପନ କରୁଥିଲେ, ତାଙ୍କର ପ୍ରଶଂସା ଗାନ କରୁଥିଲେ ଯେ ମୁଁ ପ୍ରଭୁଙ୍କ କୃପାରୁ ହିଁ ପୁନର୍ବାର ଜୀବିତ ହେଲି। ସେ ମୋ ଉପରେ କଲ୍ୟାଣପୂର୍ବକ ଦୟା ପରବଶ ହେଲେ, ମୋତେ ଜୀବନ ପ୍ରଦାନ କଲେ। ଏହି ଦୁଆରୁ ଜ୍ଞାତ ହୁଏ ଯେ ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲାଇହି वसल्लम ସର୍ବଦା ମୃତ୍ୟୁକୁ ସ୍ମରଣ ରଖୁଥିଲେ ଓ ନିଜ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଶେଷ ମୁହୂର୍ତ୍ତ ବୋଲି ମଣୁଥିଲେ। ହଜରତ ବରା ବିନ୍ ଆଜିବ୍ ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି, ନବୀ କରୀମ ସଲ୍ଲଲ୍ଲାହୁ ଆଲାଇହି वसल्लम ଯେତେବେଳେ ନିଜ ସେଜ ଉପରେ ଶୋଇବାକୁ ଯାଉଥିଲେ ସେତେବେଳେ ହୁଜୁର ନିଜର ଦକ୍ଷିଣ ପାର୍ଶ୍ୱକୁ ମୁହଁ କରି କଡ଼େଇ ଶୋଉଥିଲେ ଆଉ ଏହା କହୁଥିଲେ, ହେ ମୋର ପାଳନକର୍ତ୍ତା, ମୁଁ ନିଜର ପ୍ରାଣକୁ ତୁମ୍ଭ ହସ୍ତାନ୍ତର କରୁଅଛି, ନିଜର ସମସ୍ତ ଧ୍ୟାନ ତୁମ୍ଭ ଆଡ଼କୁ କେନ୍ଦ୍ରିତ କରୁଅଛି, ମୁଁ ନିଜର ପ୍ରସଙ୍ଗ ତୁମ୍ଭ ହସ୍ତରେ ପ୍ରଦାନ କରୁଅଛି, ତୁମର ଶରଣାପନ୍ନ ହେଉଅଛି। ହେ ପ୍ରଭୁ, ମୁଁ ତୁମ୍ଭର ଲାଭର ଆଶାବାଦୀ, ତୁମ୍ଭେ ହିଁ ମୋର ଆଶ୍ରୟସ୍ଥଳୀ, ତୁମ୍ଭେ ହିଁ ମୋତେ ମୋକ୍ଷ ପ୍ରଦାନକାରୀ, ତୁମ୍ଭ ବ୍ୟତିରେକେ ଅନ୍ୟ କେଉଁଠି ବି ମୋତେ ମୋକ୍ଷ କିମ୍ବା ଆଶ୍ରୟ ମିଳିବ ନାହିଁ। ହଜରତ ମୁସଲିମ ମଉଦ୍ ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି, ଲୋକମାନେ ନିଜର ଦୋକାନ ବନ୍ଦ କରିବା ସମୟରେ ହିସାବ କିତାବ କରିଥାନ୍ତି। ରାତ୍ରରେ ବ୍ୟବସାୟୀ ଲୋକମାନେ ନିଜର ହିସାବ କିତାବ ବନ୍ଦ କରି ଶୋଇବାକୁ ଯାଇଥାନ୍ତି, କିନ୍ତୁ ଈଶ୍ୱରଙ୍କ ସହିତ ସେମାନଙ୍କର ଯେଉଁ ହିସାବ ରହିଛି ତାହାକୁ ସେମାନେ ସମାପ୍ତ କରିନଥାନ୍ତି, ସେଥିପ୍ରତି ଭ୍ରୂକ୍ଷେପ କରନ୍ତି ନାହିଁ। କିନ୍ତୁ ସେହି ମନୁଷ୍ୟ କେତେ ପବିତ୍ର ଯିଏ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଈଶ୍ୱରଙ୍କ କର୍ତ୍ତବ୍ୟ ସମ୍ପାଦନ କରିବାରେ ନିମଗ୍ନ ରହୁଥିଲେ, ତାପରେ ମଧ୍ୟ ସେ ନିଜ ପ୍ରତି ନିଜ କର୍ମ ପ୍ରତି ଧ୍ୟାନ ରଖୁଥିଲେ, ନିରୀକ୍ଷଣ କରୁଥିଲେ ତାର, ଅର୍ଥାତ୍ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି वसल्लम। ସେହିପରି ଆଉ ଏକ ବର୍ଣ୍ଣନାରେ ଉଲ୍ଲେଖ ରହିଛି, ହଜରତ ଅନସ୍ ବିନ୍ ମାଲିକ ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ସକାଳ ନମାଜ ଠାରୁ ଆରମ୍ଭ କରି ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଆଲ୍ଲାହ ତାଆଲାଙ୍କର ଚର୍ଚ୍ଚା କରୁଥିଲେ ଓ ଏଭଳି କରୁଥିବା ବ୍ୟକ୍ତିମାନଙ୍କ ସହିତ ବସିବା ମୋତେ ଇସ୍ମାଇଲ ଆଲାଇହିସଲାମଙ୍କ ସନ୍ତାନମାନଙ୍କ ଅପେକ୍ଷା 4 ଜଣ ଦାସ ମୁକ୍ତ କରିବା ଅପେକ୍ଷା ଅଧିକ ଶ୍ରେୟସ୍କର ବୋଲି ଦର୍ଶାଇଛନ୍ତି। ସେହିପରି ପ୍ରତ୍ୟେକ ଅସର ନମାଜ ଠାରୁ ଆରମ୍ଭ କରି ସୂର୍ଯ୍ୟାସ୍ତ ହେବା ପର୍ଯ୍ୟନ୍ତ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଈଶ୍ୱର ଚର୍ଚ୍ଚାକାରୀମାନଙ୍କ ସହିତ ବସିବା ମୋତେ 4 ଜଣ ଦାସ ମୁକ୍ତ କରିବା ଅପେକ୍ଷା ଅଧିକ ଶ୍ରେୟସ୍କର ବୋଲି ଦର୍ଶାଇଛନ୍ତି। ତେବେ ଏଠାରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ହଜରତ ଇସ୍ମାଇଲ ଆଲାଇହିସଲାମଙ୍କ ସନ୍ତାନ ନିଜର ସମ୍ପର୍କୀୟ ନିଜର ନିକଟ ସମ୍ପର୍କୀୟମାନଙ୍କ ଉପରେ ଅଗ୍ରାଧିକାର ଦେଇଛନ୍ତି ଏବଂ ସେହି ସମସ୍ତଙ୍କର ଦାସତ୍ୱ ତ ସହ୍ୟ ହୋଇପାରିବ, କିନ୍ତୁ ଏହି ବିରହ ସହ୍ୟ ହୋଇପାରିବ ନାହିଁ, ଅର୍ଥାତ୍ ଆଲ୍ଲାହ ତାଆଲାଙ୍କ ଠାରୁ ଦୂରେଇ ଯିବା କେବେ ବି ସ୍ୱୀକାର ନୁହେଁ।
अल्लाह अल्लाह ईश्वर प्रेमर कि मर्यादा हुजूर सल्लल्लाहु ठारे किभଳି आवेग विद्यमान रहिथिला एभଳି प्रेमर दृष्टांत ही देखिबाकू मिले नहीं। अल्लाह तालांक सहित जो प्रेम लीला रहिथिला लागि रहिथिला हुजूर सल्लल्लाहु ताहार चर्चा करिबा संभव नुहे। पुनश्च निजर अनुगामी माननकु उपदेश देई हुजूर सल्लल्लाहु कहिले, हे साहबा माने तुमे माने ईश्वर चर्चा ओ ताहांक प्रेमरे सर्वदा निमज्जित रुह। अल्लाह तालांक निकटरे सर्वदा प्रिय कर्म एही कि जे तुमर मृत्यु एपरी समय ओ एपरी अवस्थारे हेउ कि तुम तुंड ताहांक गुणगान करिबारे आद्र रही थाउ। हजरत अबू दरदा रज़ियल्लाहु ताला वर्णना करती, रसूलुल्लाह सल्लल्लाहु अलैहि वसल्लम कहिले, हे साहबा माने मु तुममानंकु एपरी कार्य संपर्करे अवगत करिबि नहीं जहा सर्वोत्तम, जहा तुमर स्तरकु अभिवृद्धि करिब ओ तुममानंकर निमंते स्वर्ण ओ रौप्य व्यय करिबा अपेक्षा अधिक श्रेयस्कर साब्यस्त हेब। ताहा एही कथा अपेक्षा उत्तम जे तुमे माने शत्रु सहित मुहांमुही हुआ। तेणु साहबा माने सेमानंकर स्कंदच्युत कर ओ सेमाने तुमर स्कंदच्युत करिबे, अर्थात शत्रु सहित तुमर मुहांमुही होई रक्तपात हेब ओ हत्या र विभीषिका युद्ध हेब जहाकु तुमे माने निसंदेह रूपे जिहाद रूपे आख्यायित करिथाओ ताहाठारु मध्य उत्तम उत्कृष्ट हेब। साहबा माने कहिले, हे अल्लाहंक वार्तावह अवश्य कुहंतु। आजिकाली मुसलमान माने तो यह कुहंती जे जिहाद सर्वोत्तम, शत्रुर स्कंदच्युत करिबा सबुठारु महापुण्य। ते जहा हेउ हुजूर सल्लल्लाहु जो प्रसंग कहिछंती ताहा एही कि जे मु तुममानंकु एही कथा कहूछि, अर्थात साहबानु कहउछंती जे ताहा एही कि जे तुमे माने अल्लाह तालांकर गुणगान कर, चर्चा कर। यह समस्त जिहाद अपेक्षा सर्वोत्कृष्ट जिहाद। मुसलमान मानक उपरे ही मिथ्यारोप करा जाए जे मुसलमान माने जिहाद रो स्लोगान देउछंती, जिहाद रो शिक्षा देउछंती, किंतु मुसलमान माने निजर लोक मानकर प्राणहानि घटाई थांती। अतएव हजरत मुआज बिन जबल रज़ियल्लाहु ताला वर्णना करती, हुजूर सल्लल्लाहु अलैहि वसल्लम कहिले, अल्लाह तालांक चर्चा अपेक्षा अन्य कौनसी प्रसंग अल्लाह तालांक शास्ति ठारू मुक्ति प्रदान करि परिबो नहीं। अल्लाह तालांक महिमा गान करिबा ठारू बड़ी अन्य कौनसी उपाय मनुष्य को तांक शास्तिरू मुक्ति प्रदान करि परिबो नहीं। हजरत आयशा रज़ियल्लाहु ताला वर्णना करती, मते अल्लाह तालांकर एही विशेष पुरस्कार लाभ होईछि जे मो गृहरे नबी करीम सल्लल्लाहु अलैहि वसल्लमकर निधन होइथिला ओ सेतेबेले मो पाड़ी थिला आउ महाभाग मो छाती ओ हंसली अर्थात गला उपरे निज पवित्र कपाल रखिथिले। पुणी अल्लाह ताला महाभागक देहांत समय रे मो लाळ ओ हुजूर सल्लल्लाहु अलैहि वसल्लम पवित्र लाळकु एकत्रित कले। ताहा एपरिकी हजरत अब्दुर रहमान मो निकटकू आसिले ओ तांक हस्तरे मिसवाक अर्थात दांतकाठी थिला। मु हुजूर सल्लल्लाहु अलैहि वसल्लम को सहारा देइथिली। मु देखिली हुजूर सल्लल्लाहु अलैहि वसल्लम तांक आड़कू चाहिंछंती आ मु जानिथिली जे हुजूर को मिसवाक करिबा पसंद अटे। अतः मु कहली, हुजूर कौन मु सेथिरु आपणक सकाशे गोटिए आनिदेबी? हुजूर हाँ करिबा परि इंगित कले। मु एक मिसवाक नहीं हुजूर सल्लल्लाहु को देली, किंतु ताहा हुजूर सल्लल्लाहु को टाण लागिला। तेणु मु कहली, हुजूर कौन मु ताहाकू आपणक सकाशे नरम करदेबी? हुजूर हाँ करिबा परि इंगित कले। हुजूर सल्लल्लाहु सम्मुखरे एक जलपात्र रहिथिला। हुजूर सल्लल्लाहु अलैहि वसल्लम निज हस्तरे जल संग्रह करी निज पवित्र मुखकू धोइले ओ कहिले, ला इलाहा इल्लल्लाह, हे अल्लाहंक जे अल्लाहंक व्यतीत अन्य केही उपास्य नुहे। निसंदेहरे मृत्युर कठिनता सह्य करिबाकू पड़िथाए। तापरे महाभाग निज हस्त उठाइले ओ कहिले, अर रफीकुल आला, एपरिकी पवित्र अवतारंकर काल हो जाइथिला। अल्लाह ताला नबी श्रेष्ठ हजरत मोहम्मद मुस्तफा सल्लल्लाहु अलैहि वसल्लम को शेष समय रे यही क्षमता प्रदान करथिले जे जदि तुमे इच्छा कर तेबे यही संसार रे रही जाओ, नचेत मो निकट को चली आस।
किंतु हुजूर सल्लल्लाहु अलैहि वसल्लम कहिले, हे मोर पालनकर्ता, ମୁଁ ତୁମ୍ଭ ନିକଟକୁ ଆସିବାକୁ ହିଁ ଚାହେଁ। ଶେଷ ମୁହୂର୍ତ୍ତରେ ଯେତେବେଳେ ମହାଭାଗଙ୍କ ପ୍ରାଣବାୟୁ ଏହି ନଶ୍ୱର ସଂସାରରୁ ବାହୁଡ଼ିଗଲା, ସେତେବେଳେ ମହାଭାଗଙ୍କ ପବିତ୍ର ମୁଖରେ ଏହି ଉକ୍ତି ଜାରି ରହିଥିଲା, ବେର୍ ରଫିକୁଲ୍ ଆଲା, ଯେ ଏବେ ମୁଁ ଏହି ସ୍ଥଳେ ରହିବାକୁ ପସନ୍ଦ କରୁନାହିଁ, ମୁଁ ନିଜ ପାଳନକର୍ତ୍ତାଙ୍କ ନିକଟକୁ ଚାଲିଯିବାକୁ ଚାହୁଁଛି। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ଈଶ୍ୱର ପ୍ରେମ ଶେଷ ସମୟରେ ମଧ୍ୟ ପ୍ରାଧାନ୍ୟ ବିସ୍ତାର କରିଥିଲା। ଆଲ୍ଲାହ ତାଆଲା ହୁଜୁର ସଲ୍ଲଲ୍ଲାହୁ ଦୁଇଟି ବିକଳ୍ପ ଦେଇଥିବା ସତ୍ତ୍ୱେ ହୁଜୁର ଦ୍ୱିତୀୟ ବିକଳ୍ପକୁ ଚୟନ କରିଥିଲେ ଓ ନିଜ ପ୍ରିୟତମଙ୍କ ନିକଟକୁ ବାହୁଡ଼ି ଯିବାକୁ ପସନ୍ଦ କରିଥିଲେ। ଏହା କିଭଳି ମର୍ମସ୍ପର୍ଶୀ ଓ ସୁନ୍ଦର ଉତ୍ତର ଥିଲା, ଯାହାକୁ ପରମେଶ୍ୱର ଅଲ୍ଲାହ ଗ୍ରହଣ ମଧ୍ୟ କଲେ ଓ ନିଜ ପ୍ରିୟ ଅବତାରଙ୍କୁ ଡାକିନେଲେ। ଆଲ୍ଲାହ ତାଆଲାଙ୍କ ପାଖକୁ ସେ ବାହୁଡ଼ି ଗଲେ। ଆଲ୍ଲାହୁମ୍ମା ସଲ୍ଲି ଆଲା ମୁହମ୍ମଦିନ ୱ ଆଲା ଆଲେ ମୁହମ୍ମଦିନ व बारिक वसल्लिम इन्नका हमीदुन मजीद। अल्हम्दुलिल्लाह नहमदुहु व नस्तईनुहु व नस्तगफिरुहु व नुमिनु बिही व नतवक्कलु अलैहि व नऊज़ु बिल्लाहि मिन शुरूरि अनफुसिना व मिन सय्यिआति अअमालिना मन यहदिहिल्लाहु फला मुदिल्ल लहु वमन युद्लिल्हु फला हादिय लहु वनशहदु अन ला इलाहा इल्लल्लाह वहदहु ला शरीक लहु वनशहदु अन्ना मुहम्मदन अब्दुहु व रसूलुहु। इबादल्लाह रहमकुमुल्लाह इन्नल्लाह यामुरु बिल अदलि वल इहसानि व इताइ ज़िल क़ुर्बा व यन्हा अनिल फ़हशाइ वल मुनकरि वल बग़ि यइज़ुकुम लअल्लकुम तज़क्करून। उज़्कुरुल्लाह यज़्कुरुकुम वदूहु यस्तजिब लकुम व लज़िक्रुल्लाहि अकबर।